ନମସ୍କାର। ଆଜି ମୁଁ ଆପଣମାନଙ୍କୁ କୌଣସି ସିରିୟସ୍ କଥା କହିବିନି, କାରଣ ଆ ଭିତରେ ଆମେ ଅନେକ ଭିଡ଼ିଓରେ ବହୁତ ଜୀବନ ଦର୍ଶନ, ବହୁତ ଗୁରୁତର ପ୍ରସଙ୍ଗ ଉପରେ ଆଲୋଚନା କରିସାରିଛେ। ତେଣୁ ଆଜି ମୁଁ ଠିକ୍ କରିଛି, ଆଜି କେବଳ ଗୋଟେ ଖୁବ୍ ଛୋଟିଆ ଲଘୁ କାହାଣୀଟିଏ କହିବି। ଗପଟା ଛୋଟ, କିନ୍ତୁ ତା ଦେହରେ ଦମ୍ ବହୁତ ଅଛି। ଜଷ୍ଟ ଗୋଟେ ଆଜି ଛୋଟିଆ ଗପଟେ କହୁଛି। ଜଣେ ବେପାରୀ ଥିଲେ, ତାକୁ ଇଂଲିଶରେ ମର୍ଚାଣ୍ଟ କୁହାଯାଏ। ବେପାର ବାଣିଜ୍ୟ କରନ୍ତି। ତାଙ୍କର 4 ଜଣ ସ୍ତ୍ରୀ ଥିଲେ। ଚତୁର୍ଥ ସ୍ତ୍ରୀ କି ସେ ବହୁତ ଭଲ ପାଆନ୍ତି, ତା ପାଇଁ ବହୁତ ଯତ୍ନ ନିଅନ୍ତି। ଲୁଗାପଟା କିଣିକି ଦେବା, ସେଣ୍ଟ କିଣିକି ଦେବା, ସାବୁନ କିଣିକି ଦେବା, ଭଲ ଭଲ ଖାଇବାକୁ ତା ପାଇଁ ମିଠା ଆଣିକି ଦେବା। ଚତୁର୍ଥ ସ୍ତ୍ରୀ କି ସେ ପ୍ରାଣଠାରୁ ଅଧିକ ଭଲ ପାଆନ୍ତି, ତାର ଅତ୍ୟଧିକ ଯତ୍ନ ନିଅନ୍ତି। ତୃତୀୟ ସ୍ତ୍ରୀ କି ବି ଭଲ ପାଆନ୍ତି, ବହୁତ ଭଲ ପାଆନ୍ତି, ତାଙ୍କ ପ୍ରତି ବି ତାର ଆସକ୍ତି ଥାଏ। କିନ୍ତୁ ତାଙ୍କ ମନ ଭିତରେ ସବୁବେଳେ ଡର ଥାଏ ଯେ ତୃତୀୟ ସ୍ତ୍ରୀଟା ବୋଧେ କାହା ସାଙ୍ଗରେ କେତେବେଳେ ଖସି ପଳେଇବ। ଦ୍ୱିତୀୟ ସ୍ତ୍ରୀ ତାଙ୍କର ସବୁଠାରୁ ଚିନ୍ତାଶୀଳ। ତା ସ୍ୱାମୀର ବିପଦ ଆପଦରେ ସେ ଦ୍ୱିତୀୟ ସ୍ତ୍ରୀ ସହିତ ପରାମର୍ଶ କରନ୍ତି। ଦ୍ୱିତୀୟ ସ୍ତ୍ରୀ ମଧ୍ୟ ପ୍ରାଣପଣେ ତାଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରେ। ବିପଦ ଆପଦରେ, ସମସ୍ୟାରେ, ଭଲରେ ମନ୍ଦରେ ଦ୍ୱିତୀୟ ସ୍ତ୍ରୀ ସବୁ ତାଙ୍କର ଯତ୍ନ ନିଏ ସ୍ୱାମୀର। ବାକି ଯେଉଁ ପ୍ରଥମ ସ୍ତ୍ରୀ କି ଏ ବ୍ୟକ୍ତି, ଏଇ ଯେଉଁ ବେପାରୀ ବଣିଜ ଲୋକ, ସେ ଆଦୌ ପ୍ରାୟତଃ ଭଲ ପାଆନ୍ତିନି। କିନ୍ତୁ ପ୍ରଥମ ସ୍ତ୍ରୀ ନିଜ ସ୍ୱାମୀକି ପୂର୍ବ 3 ସ୍ତ୍ରୀଙ୍କ ଠାରୁ ସବୁଠୁ ବେଶୀ ଯଦି କିଏ ଭଲ ପାଉଥାଏ, ସେ ହେଉଛି ପ୍ରଥମ ସ୍ତ୍ରୀ। କିନ୍ତୁ ପ୍ରଥମ ସ୍ତ୍ରୀ ଭେରି ନେଗ୍ଲେକ୍ଟେଡ଼। ତାକୁ ଇଏ ଜମା ପଚାରନ୍ତିନି, ସିଏ କେତେବେଳେ ଅଛି, କ'ଣ ଖାଉଛି ନ ଖାଉଛି, କେମିତି ଅଛି, ତା ବିଷୟରେ ଆଦୌ ଭାବନ୍ତିନି କି ତାର ଯତ୍ନ ନିଅନ୍ତିନି। କିନ୍ତୁ ପ୍ରଥମ ସ୍ତ୍ରୀ ଏ ସ୍ୱାମୀକୁ ଅତ୍ୟଧିକ ଭଲ ପାଏ। କିଛି ଦିନ ପରେ ଏଇ ଯେଉଁ ବେପାରୀ ମଣିଷଟିକି ତାକୁ କରୋନା ହେଲା। ଆଜିକାଲି ତ କରୋନା ଚାଲିଛି। କରୋନା ହେଲା ପରେ ହସ୍ପିଟାଲରେ ପଡ଼ିଲେ। ଡାକ୍ତର କହିଲା ଇଏ ଆଉ ବେଶୀ ଦିନ ବଞ୍ଚିବନି, ଏଠି କାହିଁ ପଡ଼ିବ, ଘରକୁ ପଳାଅ। ବେପାରୀ ଘରକୁ ଚାଲି ଆସିଲେ। ଘରକୁ ଚାଲି ଆସି ଜାଣିଲେ ଯେ ମୋର ମୃତ୍ୟୁ ପାଖ ହେଇଗଲା। ତେବେ ଦେଖିବା, ମରିବାକୁ ତ ବସିଲେଣି। ମୋ ପତ୍ନୀମାନେ ମୋତେ କିଭଳି ଭଲ ପାଉଥିଲେ ପରୀକ୍ଷା କରିବା ପାଇଁ ସେ ପ୍ରଥମେ ଡାକିଲେ ଚତୁର୍ଥ ପତ୍ନୀକି, ଯାହାର ସେ ସବୁଠାରୁ ବେଶୀ ଯତ୍ନ ନିଅନ୍ତି, ଲୁଗାପଟା କିଣିକି ଦିଅନ୍ତି, ଭଲ ଖାଇବା ଆଣିକି ଦିଅନ୍ତି, ଅତ୍ୟଧିକ ଭଲ ପାଆନ୍ତି। କହିଲେ ଦେଖ, ମୁଁ ତ ବର୍ତ୍ତମାନ ମରିବାକୁ ବସିଲିଣି, ଆଉ କେତେ ଦିନ ପରେ ମରିଯିବି। ମୋ ସହିତ କ'ଣ ତୁମେ ଯିବ? ମୁଁ ଯଦି ମରିଯାଏ, ତୁମେ ବି କ'ଣ ମୋ ସହିତ ମରିଯିବାକୁ ପ୍ରସ୍ତୁତ ଅଛ? ମୋ ସହିତ ଯିବାକୁ ପ୍ରସ୍ତୁତ ଅଛ? ଚତୁର୍ଥ ପତ୍ନୀ ମୁହଁ ବୁଲେଇ ଦେଲା, କହିଲା ତମର ମରିବାକୁ ସମୟ ଆସିଲା, ତୁମେ ମରିବ, ତମ ସାଙ୍ଗରେ ମୁଁ କାହିଁ ଯିବି? ମୋର ଆଦୌ ଯିବାର ପ୍ରଶ୍ନ ହିଁ ଉଠୁନି ଜମା। କହିକି ଦୁମକିନି ସେ ରୁମ୍ ଭିତରୁ ସେ ବାହାରିଗଲା। ମନଟା ଦୁଃଖ ହେଲା, ବହୁତ କଷ୍ଟ ହେଲା। ଏ ସ୍ତ୍ରୀକୁ ମୁଁ ଏତେ ଭଲ କରୁଥିଲି, ଇଏ ପୁଣି ଏମିତି ଉତ୍ତର ଦେଲା। ହଉ, ତୃତୀୟ ପତ୍ନୀକି ଡାକିଲା। ତୃତୀୟ ପତ୍ନୀକି ସେ ଏକା କଥା କହିଲା, ମୁଁ ମରିବାକୁ ବସିଲିଣି, ସାରା ଜୀବନ ମୁଁ ତୁମକୁ ଭଲ ପାଇଛି, ଆଉ ବର୍ତ୍ତମାନ ଯେତେବେଳେ ମରିବାକୁ ବସିଛି, ମୁଁ ଚାହୁଁଛି ମୋ ସହିତ ତୁମେ ବି ମୋର ଚାଲ, ଆରପୁରକୁ ତୁମେ ବି ମୋ ସାଙ୍ଗରେ ଚାଲ, ମୋ ପାଖେ ପାଖେ ରହିବ। ତୃତୀୟ ପତ୍ନୀ କହିଲା ମୋର ଆଦୌ ତୁମ ସହିତ ଯିବାର ପ୍ରଶ୍ନ ଉଠୁନି, ବରଂ ତୁମେ ଯେଉଁଦିନ ମରିଯିବ ତା ପର ମୁହୂର୍ତ୍ତରେ ମୁଁ ଅନ୍ୟକୁ ବିବାହ କରି ଚାଲିଯିବାଟା ଉଚିତ ହେବ। ମୁଁ ବି ଅନ୍ୟ ପାଖକୁ ଚାଲିଯିବି, ଆଉ ଏଠି ରହିବିନି। ବେପାରୀ ମନରେ ଆହୁରି କଷ୍ଟ ହେଲା। ଏଇ ହେଲା ତୃତୀୟ ପତ୍ନୀ, ଯାହା ଭାବୁଥିଲା ସେ, ଆଉ ସବୁବେଳେ ସେ ଡରେ ଇଏ ନିଶ୍ଚୟ କାହା ସାଙ୍ଗରେ ପଳେଇବ ବୋଲି। ଆଉ ହଉ, ଦ୍ୱିତୀୟ ପତ୍ନୀକି ଡାକିଲା। ଦ୍ୱିତୀୟ ପତ୍ନୀ କହିଲା ମୁଁ ମରିବାକୁ ବସିଲିଣି, ମୁଁ ଚାହୁଁଛି ତୁମେ ତ ମୋର ସୁଖ ଦୁଃଖର ସାଥୀ, ବହୁ ସମସ୍ୟାର ସମାଧାନ କର, ମୋର ଖ୍ୟାଲ ରଖ, ଆଉ ପ୍ରକୃତରେ ତୁମେ ଚତୁର୍ଥ ତୃତୀୟ ଅପେକ୍ଷା ମୋ ପାଇଁ ବହୁତ ଯତ୍ନ ନିଅ। ମୁଁ ମଲାବେଳେ ମୋ ସହିତ ଯିବ? ଦ୍ୱିତୀୟ ପତ୍ନୀ କହିଲେ
ତୁମ ସାଙ୍ଗରେ କାହିଁ ମୁଁ ଯିବି ଅଯଥା, ତେମେ ତ ମୋତେ ମରିବ। ଅତି ବେଶୀ ହେଲେ ମୁଁ ଏହା କରିପାରେ, ତୁମକୁ ନେଇ ମଶାଣି ଯାଏଁ ଛାଡ଼ିଦେବାରେ ସାହାଯ୍ୟ କରିବି, ମଶାଣିରେ ନେଇ ତୁମକୁ ପୋଡ଼ି ଦେବାରେ ସାହାଯ୍ୟ କରିବି। ତାଠୁ ଅଧିକା ତୁମ ସାଙ୍ଗରେ ମୋର ଯିବାର ପ୍ରଶ୍ନ ଉଠୁନି। ହଉ, ବେପାରୀ କରିବ କ'ଣ? ଏ ତ ସବୁ ପତ୍ନୀମାନଙ୍କର ଲକ୍ଷଣ। ସଭା ଶେଷକୁ ପ୍ରଥମ ପତ୍ନୀକି ଡାକିଲା। ପ୍ରଥମ ପତ୍ନୀକି କିଛି କହିବା ପୂର୍ବରୁ ପ୍ରଥମ ପତ୍ନୀ କହିଲା, ମୁଁ ଜାଣିଛି ତୁମେ ବର୍ତ୍ତମାନ ମରିବାକୁ ବସିଲଣି, କିଛି ଚିନ୍ତା କରନି, ତୁମ ସହିତ ମୁଁ ମଧ୍ୟ ଏଠାରୁ ଚାଲିଯିବି। ତୁମେ ଗଲା ପରେ ମୁଁ ଏଠି ଗୋଟାଏ ମୁହୂର୍ତ୍ତ ଆଉ ରହିବିନି। ମୁଁ ତୁମ ସହ ତୁମେ ଯେଉଁ ମୁହୂର୍ତ୍ତରେ ଏ ସଂସାର ଛାଡ଼ିବ, ମୁଁ ମଧ୍ୟ ସେଇ ମୁହୂର୍ତ୍ତରେ ତୁମ ପାଇଁ ଏଠାରୁ ଚାଲିଯିବି। ବେପାରୀ ମନଟା ଖୁସି ହେଲା। କହିବାର କଥା ହେଲା, ପ୍ରତିଟି ପୁରୁଷ ଏବଂ ନାରୀ ପାଖରେ, ପୁରୁଷ ପାଖରେ ପ୍ରତିଟି ମଣିଷର 4 ଜଣ ସ୍ତ୍ରୀ ଥାନ୍ତି ଏବଂ ପ୍ରତିଟି ନାରୀ ପାଖରେ 4 ଜଣ ସ୍ୱାମୀ ଥାନ୍ତି। ପୁରୁଷ ପାଖରେ 4ଟି ପତ୍ନୀ, ନାରୀ ପାଖରେ 4ଟି ସ୍ୱାମୀ ଥାନ୍ତି। ଏମାନେ କିଏ? ବେପାରୀର ଯେଉଁ ଚତୁର୍ଥ ପତ୍ନୀ, ଯାହାକୁ ସେ ସବୁଠାରୁ ବେଶୀ ଯତ୍ନ ନେଉଥିଲା, ଖାଇବାକୁ ପିଇବାକୁ ଦେଉଥିଲା, ସେଣ୍ଟ ଆଣି ଦେଉଥିଲା, ଭଲ ଲୁଗା ଆଣି ଦେଉଥିଲା, ସବୁଠୁ ବେଶୀ ଯତ୍ନ ନେଉଥିଲା, ସେ ଚତୁର୍ଥ ପତ୍ନୀଟି ହେଲା ଆମର ଶରୀର। ଯେଉଁ ଶରୀରକୁ ଆମେ ଅତ୍ୟଧିକ ଭଲ ପାଉ, ସାରା ଜୀବନ ଏଇ ଶରୀରକୁ ଘଷି ମାଜି ତାକୁ ଗୋରା କରୁଥାଉ, ତାକୁ ସେଣ୍ଟ ଲଗାଉଥାଉ, ସୁନ୍ଦର ସୁନ୍ଦର ଲୁଗା ପିନ୍ଧୁଥାଉ, ବାଳ ପାଚିଗଲେ ତାକୁ କଳା କରୁଥାଉ, ଦାନ୍ତ ହୁଗୁଳି ଗଲେ ନୂଆ ଦାନ୍ତ ଲଗାଉଥାଉ। ଶରୀରର ଆମେ ସାରା ଜୀବନ କେବଳ ଯତ୍ନ ନେଇଥାଉ, ଶରୀରକୁ ଅତ୍ୟଧିକ ଭଲ ପାଉଥାଉ। କିନ୍ତୁ ମରିଗଲା ବେଳେ ସେ ଶରୀର ଆମ ସାଙ୍ଗରେ ଯାଏ ନାହିଁ। ଶରୀର କହେ, ତୁ ମଲୁ ତୁ ଯା, ମୁଁ ମୋର ଏଠି ପଡ଼ିକି ରହିଲେ। ତୃତୀୟ ପତ୍ନୀ ହେଲା କିଏ? ଯାହାକୁ ଭଲ ପାଉଥିଲା, ତୁମର ସମାଜରେ ପ୍ରତିଷ୍ଠା, ଷ୍ଟାଟସ୍, ପୋଜିସନ୍, ସମ୍ପତ୍ତି, ଧନ ସମ୍ପତ୍ତି ସବୁ। ତୃତୀୟ ଏଇ ଯେଉଁ ପଦ, ପ୍ରତିଷ୍ଠା, ଧନ ସମ୍ପତ୍ତି, ଇଏ ମଧ୍ୟ ମଲାବେଳେ ମଣିଷ ସହିତ ଯାଏ ନାହିଁ। ବରଂ ମଣିଷ ମରିଗଲା ପରେ ଏସବୁ ଅନ୍ୟ ହାତକୁ ହସ୍ତାନ୍ତରିତ ହୋଇଯାଇଥାଏ। ଧନ ସମ୍ପତ୍ତି ପୁଅ ନେଇଯାଇପାରେ, ବନ୍ଧୁ ନେଇପାରେ, ସ୍ତ୍ରୀ ନେଇପାରେ, ଯିଏ, ଆଉ ମଣିଷ ପାଖରେ ରହେ ନାହିଁ। ଏଗୁଡ଼ା ସବୁ ଚାଲିଯାଏ, ଅନ୍ୟ ହାତକୁ ଚାଲିଯାଏ। ଇଏ ହେଲା ତୃତୀୟ ପତ୍ନୀ। ଦ୍ୱିତୀୟ ପତ୍ନୀ କିଏ? ଦ୍ୱିତୀୟ ପତ୍ନୀ ହେଲା ତୁମର ବନ୍ଧୁ ବାନ୍ଧବ, ପରିବାର, ପୁଅ ଝିଅ ସମସ୍ତେ। ଦ୍ୱିତୀୟ ପତ୍ନୀ ଏମାନେ ମଧ୍ୟ ମଲା ବେଳକୁ ତୁମ ସହିତ ଯାଆନ୍ତିନି। ଅତି ବେଶୀ ହେଲେ ତୁମକୁ ନେଇକି ସ୍ୱର୍ଗଦ୍ୱାରରେ ପୋଡ଼ି ଦେବାର ବ୍ୟବସ୍ଥା କରନ୍ତି ବା କବର ଦେବାର ବ୍ୟବସ୍ଥା କରନ୍ତି, ଶ୍ମଶାନ ଘାଟ ଯାଏଁ ଯାଇଥାନ୍ତି। ଏବଂ ଏଇ ଦ୍ୱିତୀୟ ପତ୍ନୀ, ଯେଉଁ ତୁମର ବନ୍ଧୁ ବାନ୍ଧବ, ପରିବାର, ପିଲା ଛୁଆ, ପୁଅ ଝିଅ, ଏମାନେ ତୁମର ଯତ୍ନ ନେଇଥାନ୍ତି, ତୁମ ସୁଖ ଦୁଃଖରେ ଭାଗି ହେଇଥାନ୍ତି, ସମସ୍ୟାର ସମାଧାନ କରିଥାନ୍ତି, ଠିକ୍। କିନ୍ତୁ ମଲାବେଳେ ଏମାନେ ମଧ୍ୟ ଯାଆନ୍ତିନି, ଏମାନେ ସ୍ୱର୍ଗଦ୍ୱାର ଯାଏଁ ଯାଆନ୍ତି। ଏବେ ସଭା ଶେଷରେ ହେଲା ପ୍ରଥମ ପତ୍ନୀ, ଯାହାକୁ ମଣିଷ ଆଦୌ ଯତ୍ନ ନିଏନି। ସେ ତାର ଦୁଃଖରେ ପଡ଼ିଥାଏ, ତା କଥା ଭାବେନି, ସେ ଏକଦମ ନେଗ୍ଲେକ୍ଟେଡ଼। ସେ ପ୍ରଥମ ପତ୍ନୀଟି କିଏ? ସିଏ ହେଲା ତୁମର ଆତ୍ମା। ପ୍ରତିଟି ମଣିଷ ଭିତରେ ଯେଉଁ ସୋଲ୍ ଅଛି, ଆତ୍ମା, ସିଏ ମଣିଷ ତା ଜୀବଦଶାରେ ତା ଆତ୍ମା ସମ୍ପର୍କରେ କେବେ କିଛି ଭାବେ ନାହିଁ, ଚିନ୍ତା କରେ ନାହିଁ। ସେ ଅଛି କି ନ ଅଛି କ'ଣ କିଛି ନାହିଁ। କିନ୍ତୁ ଆତ୍ମା ସବୁଠାରୁ ବେଶୀ ମଣିଷଟି କଥା ଚିନ୍ତା କରୁଥାଏ। ସେ କେମିତି ଭଲ ମଣିଷଟିଏ ହେବ, ଭଲରେ ରହିବ, ସୁଖରେ ରହିବ, ସ୍ୱାସ୍ଥ୍ୟରେ ରହିବ, ସୁସ୍ଥ ରହିବ, ସମାଜରେ ନାଁ କରିବ। ଆତ୍ମାଟି ତାର ହେଉଛି ଭିତରେ ଭିତରେ। ସେ ପ୍ରଥମ ପତ୍ନୀ ଯେମିତି ସ୍ୱାମୀକୁ ଅତି ଭଲ ପାଉଥିଲା, ଏଇ ଆତ୍ମାଟା ହେଉଛି ପ୍ରଥମ ପତ୍ନୀ। ସିଏ ମଣିଷ ପାଇଁ ପଡ଼ିକି ରହିଥାଏ, ମଲା ଯାଏ, କିନ୍ତୁ ମଣିଷ ତା କଥା ଭାବେନି କି ତାର ଯତ୍ନ ନିଏ ନାହିଁ। ଏବଂ ସେଇ ପ୍ରଥମ ପତ୍ନୀଟି ମଣିଷ ମଲା ମାତ୍ରେ ସିଏ ମଧ୍ୟ ଚାଲିଯାଏ, ସେଇ ମଣିଷ ସହିତ ସିଏ ଚାଲିଯାଏ। ବନ୍ଧୁ, ଆଜି ପାଇଁ ଏତିକି। କହିବାର କଥା ହେଲା, ଏ କାହାଣୀରୁ ଆପଣମାନେ ଯାହା ବୁଝିବେ ସେଣିକି, ଜୀବନରେ ଯେତିକି ଅଛି, ତୁମେ କିଏ, କେଉଁଠାରୁ ଆସିଛ, କ'ଣ ପାଇଁ ଆସିଛ, ସେ ଆତ୍ମାଟା କ'ଣ, ବ୍ରହ୍ମ କ'ଣ, ତୁମ ଭିତରେ ଆତ୍ମା କେଉଁଠି ଅଛି, କେମିତି ଅଛି, ଏଥିପାଇଁ ଟିକେ ଚିନ୍ତା କର।
ଏଥିପାଇଁ ସେ ଆତ୍ମାକୁ ଚିହ୍ନିବା ପାଇଁ, ଆତ୍ମା ପାଖରେ ପହଞ୍ଚିବା ପାଇଁ ଯାହା କରିବା କଥା ସେ ଚେଷ୍ଟା ଏଥରକ ଆରମ୍ଭ ହେବ। ଚେଷ୍ଟା କଲେ ଆତ୍ମାକୁ ବି ଚିହ୍ନି ହେବ, ତୁମେ କିଏ, କେଉଁଠୁ ଆସିଛ ତାହା ମଧ୍ୟ ଜାଣି ହେବ। ଆଜି ଆଉ ବେଶୀ ବଡ଼ ବଡ଼ କଥା କିଛି କହୁନି। ଏଇ ଛୋଟିଆ କାହାଣୀଟି କେମିତି ଲାଗିଲା ମୋତେ ଜଣାଇବେ। ମୁଁ ଭାବିଛି ଏଥରକ ଏମିତି ଛୋଟ ଛୋଟ କାହାଣୀ ଯେଉଁ ଭିତରେ ବହୁତ ଭଲ ଭଲ ସନ୍ଦେଶ ଥିବ, ସାଧାରଣ ମଣିଷ ବୁଝିପାରିବେ, କହିବାକୁ ଚେଷ୍ଟା କରିବେ। ଆଜି ପାଇଁ ଏତିକି। ଯେଉଁମାନେ ମୋର ଏ ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି, ଯଦି ସବସ୍କ୍ରାଇବ୍ କରିନଥିବେ ଦୟାକରି ସବସ୍କ୍ରାଇବ୍ କରିବେ। ପୁଣି କାଲି ବା ଆସନ୍ତାକାଲି ପୁଣି ଦେଖା ହେବ। ରହିଲି, ନମସ୍କାର।